ଆଉ ମୋ ଘର କୋରାପୁଟ ବରିଗୁମା ଆଉ ମୁଁ ଗୋଟେ ଛତୁ ଚାଷୀ ଆଉ ଛତୁ ବିହନ ବି ଉତ୍ପାଦନ କରେ। କ'ଣ କହିବେ ଆପଣ ଯେହେତୁ କମ୍ ଏଜ୍ର ଚାକିରି ପଛରେ ନ ଯାଇକି ନିଜେ ସ୍ୱାବଲମ୍ବୀ ହେବା ପାଇଁ ଚେଷ୍ଟା କଲେ କ'ଣ ଛତୁରେ କେମିତି ଲାଭ? ଦେଖନ୍ତୁ ଚାକିରି ପଛରେ ନ ଯାଇକି ଛତୁ ଚାଷ କଲେ ବହୁତ ଇନକମ୍ କରିହେବ ଆଉ ଭଲ ପଇସା ବି ମିଳୁଛି। ଆଉ ଯେ ମୋ କହିବା ଥିଲା ଯେ କେତେ ବର୍ଷ ହେଲାଣି ଆପଣ ଏଇ କଲେ? ମୁଁ 2021ରୁ ଛତୁ ଚାଷ କରୁଛି ଆଉ ବର୍ଷେ ହେଲା ମୋର ବିହନ ୟୁନିଟ୍ ଚଲେଇଛି। କେମିତି କ'ଣ ମାନେ ଲାଭ ଆପଣ କେତେ ଟଙ୍କା ଇନଭେଷ୍ଟମେଣ୍ଟ କରିଥିଲେ? ଆଜ୍ଞା ଗୋଟେ ବେଡ଼୍କୁ ତ 40ରୁ 45 ଟଙ୍କା ଖର୍ଚ୍ଚ ହେଉଛି ଢିଙ୍ଗିରି ଛତୁରେ ଆଉ ପ୍ରଡ଼କ୍ସନ୍ ତ 2 କିଲୋ ପର୍ଯ୍ୟନ୍ତ ଆସୁଛି ଆଉ ଜାଗା ଦେଖିକି ରେଟ୍ ଆମେ କେଉଁ ଛତୁଟା ଭଲ ଡିମାଣ୍ଡ ଅଛି? ଆଜ୍ଞା ପାଳ ଛତୁ ସବୁଠୁ ଭଲ ଡିମାଣ୍ଡ ରହୁଛି। ତାହେଲେ ଆପଣଙ୍କ ପରିକି ଅନ୍ୟମାନେ ଯେଉଁମାନେ ଅଛନ୍ତି ଚାକିରି ପଛରେ ଗୋଡ଼ଉଛନ୍ତି ତାଙ୍କୁ କ'ଣ କହିବେ? ତାଙ୍କେ ଚାକିରି ପଛରେ ନ ଦୌଡ଼ିକି ନିଜେ ଗୋଟେ ଏଣ୍ଟରପ୍ରେନର ଉଦ୍ୟୋଗୀ ହୁଅନ୍ତୁ ଆଉ ପଇସା କିଛି ଇନକମ୍ କରନ୍ତୁ। ଓଡ଼ିଶା ଛତୁ ଉତ୍ପାଦନକାରୀ ମହାସଂଘର ଅଧ୍ୟକ୍ଷ। ସାର୍ କ'ଣ କହିବେ ଆଜି ଆପଣଙ୍କର ଓଡ଼ିଶା ଛତୁ ମହାସଂଘର ବାର୍ଷିକ ଉତ୍ସବ ହେଉଛି କେମିତି ଦେଖୁଛନ୍ତି? ଆଉ ଛତୁ ଗୋଟେ ଲାଭଦାୟକ କିନ୍ତୁ ଛତୁକୁ ଏପର୍ଯ୍ୟନ୍ତ ସରକାର ମାନ୍ୟତା ଦେଇନାହାନ୍ତି ଯେ କୃଷିର ମାନ୍ୟତା। ଆମ ଆଜି ଚତୁର୍ଦ୍ଦଶ ଛତୁ ଉତ୍ପାଦନକାରୀ ମହାସଂଘର ଅଧିବେଶନ ବସୁଛି। ଆମର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତ ପରିଡ଼ା ଉଦ୍ଘାଟନ କରିବେ ଏବଂ ଉଦ୍ୟାନ କୃଷିର ନିର୍ଦ୍ଦେଶକ OUETର ସମ୍ପ୍ରସାରଣ ଡିନ୍, ଏପିକଲ୍ର ମ୍ୟାନେଜିଂ ଡାଇରେକ୍ଟର, ନାବାର୍ଡ଼ର ଜେନେରାଲ ମ୍ୟାନେଜର ଏବଂ ନ୍ୟାସନାଲ୍ ହର୍ଟିକଲଚର ବୋର୍ଡ଼ର ଡେପୁଟି ଡାଇରେକ୍ଟର ତଥା ଅନ୍ୟାନ୍ୟ OUET ଏବଂ ଡିପାର୍ଟମେଣ୍ଟର ବିଶେଷଜ୍ଞମାନେ ରହିବେ ଏବଂ ସାରା ଓଡ଼ିଶାରୁ ପ୍ରାୟ ଆମେ ଆଶା କରୁଛୁ 300-350 ପ୍ରତିନିଧି 25-30ଟା ଜିଲ୍ଲାରୁ ଆସୁଛନ୍ତି, ଆସିଗଲେଣି ବି। ଏଇଠି ଆମର ଏ ଅଧିବେଶନ ଆମ ଫେଡେରେସନର ଉଦ୍ଦେଶ୍ୟ ହେଉଛି ଚାଷୀମାନଙ୍କୁ ନେଇ ଏହା ଗଠିତ ହୋଇଛି ଏବଂ ଚାଷୀଙ୍କ ଉଦ୍ୟମରେ ଚାଷୀଙ୍କ ଆର୍ଥିକ ସହାୟତାରେ ଏ କାର୍ଯ୍ୟକ୍ରମ ହେଉଛି। ଆଉ ଦ୍ୱିତୀୟରେ ଏ କାର୍ଯ୍ୟକ୍ରମ ହେବାର ଉଦ୍ଦେଶ୍ୟ ହେଉଛି ଯେ ଚାଷୀ ସଂଗଠିତ ହୋଇକି ତାଙ୍କର ଚାଷର ପ୍ରସାର କରିବେ, ତା ବ୍ୟତୀତ ତାଙ୍କ ଭିତରେ ଥିବା ସମସ୍ୟାକୁ ସମାଧାନ କରିବେ, ତା ବ୍ୟତୀତ ରାଜ୍ୟ ସରକାର କି କେନ୍ଦ୍ର ସରକାର ଯାହା ଆର୍ଥିକ ବା ବିଭିନ୍ନ ସହାୟତା ଦେଉଛନ୍ତି ସେ ସହାୟତାଟା ଠିକ୍ ଚାଷୀମାନଙ୍କୁ କିପରି ମିଳିବ ସେ ଦିଗରେ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ଉଦ୍ୟାନ କୃଷି, ନାବାର୍ଡ଼, ଏପିକଲ୍, DIC ଜେନେରାଲ ମ୍ୟାନେଜର ମାନେ ଇଣ୍ଡଷ୍ଟ୍ରି ଡିପାର୍ଟମେଣ୍ଟର ଏବଂ DRDA PD ପଞ୍ଚାୟତ ଡିପାର୍ଟମେଣ୍ଟର ଏହି ବିଭାଗର ଅଫିସରମାନଙ୍କୁ ସହଯୋଗ କରିକି କେମିତି ଚାଷୀମାନେ ବିଭିନ୍ନ ପ୍ରକାର ପାଇବେ। ଚାଷୀର ବହୁତ ସମସ୍ୟା ଅଛି। ପ୍ରଥମ ସମସ୍ୟା ହେଉଛି ଆମେ ଚାହୁଁଛୁ ସେମି କମ୍ପୋଷ୍ଟ ମେଥଡ଼ରେ ଚାଷୀ ପ୍ରଶିକ୍ଷିତ ହୁଅନ୍ତୁ, ଯାହାଦ୍ୱାରା କି କିଲେ ନଡ଼ାରୁ 100 ଗ୍ରାମ ମିଳୁଥିଲା ବେଳେ ସେଥିରେ କିଲେ ନଡ଼ାରୁ 200-300 ଗ୍ରାମ ଛତୁ ମିଳିବ। ଉତ୍ପାଦିକା ବଢ଼ିବ, ଫଳରେ ଚାଷୀ ବେଶୀ ଲାଭବାନ ହେବେ। ଦ୍ୱିତୀୟ କଥା ହେଉଛି ବର୍ତ୍ତମାନ ଯାନ୍ତ୍ରିକ ଉପାୟରେ ଅମଳ ହେଉଥିବା ଯୋଗୁଁ ନଡ଼ା ଗୁଡ଼ିକ ଗୁଣ୍ଡ ହେଇଯାଉଛି, ଫଳରେ ଇଏ ଟ୍ରାଡ଼ିସନାଲ୍ ମେଥଡ଼ରେ ଯେଉଁ କରୁଛନ୍ତି ଏବେ ଆଉ କରିପାରିବେନି, ଫଳରେ ନଡ଼ା ଗୋଟିଏ ସମସ୍ୟା ହେବ, ମିଳିବ ନାହିଁ। ତେଣୁ ସେମି କମ୍ପୋଷ୍ଟ ମେଥଡ଼ରେ ଶିଖିଲେ ବା ପ୍ରଣାଳୀରେ କଲେ ଗୁଣ୍ଡ ନଡ଼ାକୁ ବ୍ୟବହାର କରାଯାଇପାରିବ। ଦ୍ୱିତୀୟ କଥା ହେଉଛି ଦୀର୍ଘ 1986 ମସିହାରୁ ଏ କାର୍ଯ୍ୟକ୍ରମରେ ପ୍ରାୟ ଅନ୍ତତଃ ଲକ୍ଷାଧିକ ଚାଷୀ ଏଥିରେ ସାମିଲ ହୋଇଛନ୍ତି। ଛତୁ ଉତ୍ପାଦନ ଏଭଳି ହେଉଛି ଯେ ସାରା ରାଜ୍ୟରେ 30ଟା ବ୍ଲକର ବିଭିନ୍ନ ଜାଗାରେ ଉତ୍ପାଦନ ହେଉଛି ଏବଂ ବିକ୍ରୟ ହେଉଛି। ତା ବ୍ୟତୀତ ବର୍ତ୍ତମାନ ରାଜ୍ୟ ସୀମା ଡେଇଁକି ପଡ଼ୋଶୀ ରାଜ୍ୟ ଆନ୍ଧ୍ର, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର ଅଞ୍ଚଳରେ ମଧ୍ୟ ଆମର ଚାଷୀ ଯାଇ ସେଠି ପାଳ ଛତୁ ବା ଢିଙ୍ଗିରି ଛତୁ ଚାଷ ଶିଖଉଛନ୍ତି। ଏହିଠାରୁ ମଞ୍ଜି ଯାଉଛି ଏବଂ ଏଠାରୁ ମଧ୍ୟ ଛତୁ ଯାଇକି ରାୟପୁର, ରାୟଗଡ଼, କଲିକତା, ଖଡ଼ଗପୁର ଏବଂ ରାଞ୍ଚି ଇତ୍ୟାଦିରେ ବିକ୍ରି ହେଉଛି, ଭାଇଜାଗ, ବିଜୱାଡ଼ା ଇତ୍ୟାଦିରେ ବିକ୍ରି ହେଉଛି। ତେଣୁ ଆମକୁ ବର୍ତ୍ତମାନ ଆବଶ୍ୟକ ହେଉଛି ସରକାର ଆମକୁ ଓମ୍ଫେଡ୍, ଏପୋଲୋଫେଡ୍ ବା ମାର୍କଫେଡ୍ ଭଳିଆ ବା ଫିସ୍ଫେଡ୍ ଭଳିଆ ବିଭିନ୍ନ ସହରରେ ଗୁମ୍ଟି ବା ପ୍ୟାରଲର ଦିଅନ୍ତୁ।
ପେଲୋଡ଼ରେ ଛତୁ ବିକିବା ଦ୍ୱାରା ଲାଭ କ'ଣ ହେବ, ସେମାନେ ଶୀତତାପ କୋଠି ରଖିପାରିବେ, ସେଥିରେ ତାଜା ଛତୁ 3 ଦିନ ରହିବ। ଫଳରେ ବର୍ତ୍ତମାନ ଗୋଟେ ଦିନ ପରେ ଯେଉଁ ପଚାସଢ଼ା ଛତୁ ଲୋକ ଖାଉଛନ୍ତି ସେଥିରୁ ବଞ୍ଚିତ ହେବେ। ଦ୍ୱିତୀୟରେ ଇଏ 6 ଘଣ୍ଟା 8 ଘଣ୍ଟା ବସି ବିକୁଛନ୍ତି, ସେଥିରେ 15-16 ଘଣ୍ଟା ବସି ବିକିବେ, ସମୟ ଅବଧି ବଢ଼ିବ, ଫଳରେ ତା ବେଶୀ ବିକ୍ରି ହୋଇପାରିବ ଏବଂ ଖାଉଟିବି ବିଭିନ୍ନ ସମୟରେ ଆସି ଛତୁ ନେଇପାରିବେ। ତା ବ୍ୟତୀତ ବିଭିନ୍ନ ପ୍ରକାରର ବାଇ ପ୍ରଡ଼କ୍ଟ ମଧ୍ୟ ବିକ୍ରୟ କରାଯାଇପାରିବ। ଛତୁ ମଞ୍ଜି, ଛତୁର ଆଚାର, ଛତୁର ବିଭିନ୍ନ ଜଳଖିଆ, ପିଜା ବା ସୁପ୍ ଇତ୍ୟାଦି ମଧ୍ୟ ବିକ୍ରୟ ହୋଇପାରିବ। ତାଦ୍ୱାରା ଛତୁ ଖାଦ୍ୟର ଅନ୍ୟ ଏକ ବିକଳ୍ପ ଖାଦ୍ୟ ବି ଲୋକ ପାଇବେ ଏବଂ ଯିଏ ବିକ୍ରେତା ବିକ୍ରୟ କରିବା ଫଳରେ ଛତୁଟା ଆହୁରି ଅଧିକ ବିକ୍ରୟ ହେବ। ଏ ଦୁଇଟା କଥା। ତୃତୀୟ କଥା ହେଉଛି ଯେଉଁଟା ଆପଣମାନେ ସୂଚନା ଦେଉଥିଲେ, ଛତୁକୁ ସାରା ପୃଥିବୀରେ ଶିଳ୍ପ ବୋଲି ବୁଝନ୍ତି। ତା କାରଣ ବଟନ୍ ମସରୁମ୍ଟା ଶୀତତାପ ନିୟନ୍ତ୍ରଣ କୋଠିରେ ହୁଏ, ତା ପାଇଁ ଷ୍ଟେରିଲାଇଜ୍ କରିବା ପାଇଁ ବାଲ୍ବ ଚେମ୍ବର ଥାଏ, ଛତୁ କମ୍ପୋଷ୍ଟ ତିଆରି କରିବା ପାଇଁ ଘର ଅଛି, ଏଇଭଳି ସେଇଟା ଗୋଟେ ଇଣ୍ଡଷ୍ଟ୍ରି ଭଳିଆ। ତେଣୁ ସାରା ପୃଥିବୀରେ ଭାରତବର୍ଷରେ ବି ବଟନ୍ ମସରୁମ୍କୁ ମସରୁମ୍ ବୋଲି ବୁଝନ୍ତି ଏବଂ ତାକୁ ଶିଳ୍ପ ବୋଲି ମାନେ ଜ୍ଞାନ କରିଛନ୍ତି ବା ଧାରଣା ମାନେ ନିୟମ କରିଛନ୍ତି। କିନ୍ତୁ ପାଳ ଛତୁ, ଝିଙ୍ଗିରି ଛତୁ, ଦୁଧ ଛତୁ ଇତ୍ୟାଦି ଯେଉଁ ଛତୁ ଆମେ ଓଡ଼ିଶାରେ ବେଶୀ କରୁଛୁ, ସେ ଛତୁ ବିଶେଷ ଭାବରେ ଶିଳ୍ପ ନୁହେଁ। ଏଇଟା ଗଛ ମୂଳରେ, ଝାଟିମାଟି ଘରେ, ଝୁପୁଡ଼ି ଘରେ ଇତ୍ୟାଦି ଆମେ କରୁଛୁ। ତେଣୁ ଇଏ ଗୋଟିଏ କୃଷିର ମାନ୍ୟତା ଦେବା ପାଇଁ ଆମେ ଦୀର୍ଘ 10 ବର୍ଷ ହେଲା କହି ଆସୁଛୁ। ଏବେ କେନ୍ଦ୍ରରେ ଦାବି କରୁଛନ୍ତି ଭାରତବର୍ଷର କେତେକ ଶିଳ୍ପପତି, ଛତୁ ଉଦ୍ୟୋଗୀ ମୋ ପାଖକୁ ଗୋଟେ ଚିଠି ପଠାଇଥିଲେ, ମୁଁ ତାକୁ ଦସ୍ତଖତ କରି ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କୁ ପଠାଇଛି। ଆଉ ସେ ବି ଦାବି କରୁଛନ୍ତି, କାହିଁକିନା ତାଦ୍ୱାରା କ'ଣ ହେଉଛି, କୃଷି ମାନ୍ୟତା ଦେଲେ ଆମର ସୁଧର ହାର 12-13% ଖସିକି 2-3% ବା କେତେକ ସମୟରେ ବି ବିନା ସୁଧରେ ବି ଋଣ ଦିଆହେଉଛି, ଚାଷୀ ପାଇପାରିବେ। ଦ୍ୱିତୀୟରେ ଇଲେକ୍ଟ୍ରିକ୍ ତାରିଫ ବହୁତ ଇଣ୍ଡଷ୍ଟ୍ରି ହିସାବରେ ତା'ର ତାରିଫଟା ବେଶୀ, କୃଷି ମାନ୍ୟତା ହେଲେ ତାରିଫ କମିବ। ଏଭଳି ନାନା ପ୍ରକାର ସୁବିଧା ହେବ କୃଷି ମାନ୍ୟତା ଦେଲେ, ତାଦ୍ୱାରା ଚାଷୀ ଲାଭବାନ ହେବ। ଆମେ ଯେତେବେଳେ ବଡ଼ ବଡ଼ ଶିଳ୍ପପତିମାନଙ୍କୁ ଇଲେକ୍ଟ୍ରିକ୍ ତାରିଫ କୋଟି କୋଟି ଟଙ୍କା ଛାଡ଼ି ଦେଉଛୁ, ଆଉ ଏ ଗରିବ ଚାଷୀ ଯେଉଁମାନେ ନିଜକୁ ଗୋଟେ ଧନ୍ଦା ପାଇକି ନିଜ ଆତ୍ମନିଯୁକ୍ତି ପାଇଛନ୍ତି ଏବଂ ଦାଦନ ଶ୍ରମିକ ନ ଯାଇକି କାମ କରୁଛନ୍ତି, ତାକୁ କାହିଁ ଦୟା ନ ଦେଖେଇବ ରାଜ୍ୟ ସରକାର। ସେଇଟା ହେଉଛି ଗୋଟେ ଆମର ଦାବି ମାନ୍ୟତା। ତାପରେ ବି ଆମର ମେନ୍ କମ୍ପୋନେଣ୍ଟ ବା ମୁଖ୍ୟ